ପବିତ୍ର କୈଳାସ ପର୍ବତ। ମହାଯୋଗୀ ଶିବଶଙ୍କର ଧ୍ୟାନସ୍ଥ। ନନ୍ଦୀ ଓ ଭୃଙ୍ଗୀ ନିକଟରେ ଅପେକ୍ଷାରତ। କେତେବେଳେ ଧ୍ୟାନଭଙ୍ଗ ହେବେ ଏବଂ ପ୍ରଭୁ ତାଙ୍କୁ ଖୋଜିବେ। ଗଭୀର ଚିନ୍ତାମଗ୍ନା ମାତା ପାର୍ବତୀ ଅସ୍ଥିର ଭାବରେ ପଦଚାରଣ କରୁଥାନ୍ତି। ଧ୍ୟାନଭଗ୍ନ ହେବା ପରେ ମାତାଙ୍କର ବିରସ ବଦନ ଦେଖି ଭଗବାନ ଶିବ ତାଙ୍କ ଦୁଃଖର କାରଣ ଜାଣିବାକୁ ଚାହିଁ କହିଲେ, ଦେବୀ, ତୁମେ ଏତେ ବିବ୍ରତା କାହିଁକି? ତୁମ ଭକ୍ତଙ୍କର କେଉଁଠାରେ କିଛି ବିପତ୍ତି ପଡ଼ିଛି କି? ତୁମେ ତ ଶକ୍ତି, ଚାହିଁଲେ ତାଙ୍କର କଷ୍ଟ ନିବାରଣ କରିପାରିବ। ଶୁଷ୍କ ବଦନରେ ମାତା କହିଲେ, ମୋ ପୁତ୍ରୀ ସୁଲୋଚନା ବର୍ତ୍ତମାନ ଘୋର ବିପଦରେ। ସନ୍ତାନର କ୍ଲେଶ ମାତାର ଚିନ୍ତାର କାରଣ ହୋଇଛି ପ୍ରଭୁ। କିନ୍ତୁ ନାଗଲୋକରେ ଏପରି ବିଷମ ପରିସ୍ଥିତି ସୃଷ୍ଟି ହେବାର କାରଣ କ'ଣ ହେଇପାରେ? ସେଠାରେ ତ ସମସ୍ତେ ସୁଖ ଶାନ୍ତିରେ ରହନ୍ତି। ମୋ ନିକଟରେ ସମ୍ପୂର୍ଣ୍ଣ ଉପାଖ୍ୟାନ ବ୍ୟକ୍ତ କରନ୍ତୁ ଦେବୀ, ଶିବ କହିଲେ। ପାର୍ବତୀ କହୁଛନ୍ତି, ପୁତ୍ରୀ ସୁଲୋଚନା ବର୍ତ୍ତମାନ ନାଗଲୋକରେ ଆଉ ନାହାନ୍ତି। ପିତା ବାସୁକୀଙ୍କ ଦ୍ୱାରା ଅଭିଶପ୍ତା ହୋଇ ପୃଥିବୀ ଲୋକରେ ଅଛନ୍ତି। ଅଭିଶପ୍ତା? କିନ୍ତୁ କାହିଁକି? ଶିବ ଆଶ୍ଚର୍ଯ୍ୟ ହେଲେ। ପାତାଳ ଲୋକର ରାଜା ନାଗରାଜ ବାସୁକୀଙ୍କ ଶାସନରେ ସମସ୍ତ ନାଗ ସୁଖରେ ଜୀବନ ବ୍ୟତୀତ କରୁଛନ୍ତି। ଅଚାନକ ଦେବରାଜ ଇନ୍ଦ୍ରଙ୍କର ପାତାଳ ଲୋକକୁ ଆଗମନ ନାଗରାଜ ବାସୁକୀଙ୍କ ମନରେ ସଂଶୟ ସୃଷ୍ଟି କରେ। ସେପରି ବିଶେଷ ଉଦ୍ଦେଶ୍ୟ ନଥିଲେ ଦେବରାଜ ଦର୍ଶନ ଦିଅନ୍ତି ନାହିଁ। ଅଭିବାଦନ ଜଣାଇ ଆସନ ଗ୍ରହଣ ପାଇଁ ଅନୁରୋଧ କଲେ ନାଗରାଜ। ଦେବଲୋକର କୁଶଳ ଜିଜ୍ଞାସା ପରେ ଆଗମନର କାରଣ ଜାଣିବାକୁ ଆଗ୍ରହ ପ୍ରକାଶ କଲେ। ସ୍ମିତ ହସି ଇନ୍ଦ୍ର କହିଲେ, ନାଗରାଜ, ଏକ ବିଶେଷ କାରଣ ହେତୁ ଏଠାକୁ ଏକ ଯାଚକ ରୂପେ ଆଜି ମୋର ଆଗମନ। ଆପଣଙ୍କର କନ୍ୟା ସୁଲୋଚନା ଏବେ ବିବାହ ଯୋଗ୍ୟା। ମୁଁ ତାଙ୍କର ପାଣି ଗ୍ରହଣ ପାଇଁ ଇଚ୍ଛୁକ। ଆପଣ ସ୍ୱୀକୃତି ଦେଲେ। ଇନ୍ଦ୍ରଙ୍କ କଥା ଶେଷ ନ ହେଉଣୁ ବାସୁକୀ କହିଲେ, ଅତି ଉତ୍ତମ। ସୁଲୋଚନା ଯେ ଇନ୍ଦ୍ରାଣୀ ହେବେ, ଏହା ଆମ ପାଇଁ ଅତ୍ୟନ୍ତ ସୌଭାଗ୍ୟ ଓ ଗୌରବର କଥା। କନ୍ୟା ବିବାହ ଯୋଗ୍ୟା ହେଲେ ସମସ୍ତ ପିତାଙ୍କର ଚିନ୍ତା ଦୂର ହୁଏ। କିପରି ଯୋଗ୍ୟ ପାତ୍ର ସହିତ ବିବାହ କରାଇ କନ୍ୟାର ଭବିଷ୍ୟତକୁ ଉଜ୍ଜଳ କରାଇବେ। ଆପଣଙ୍କ ଠାରୁ ଅଧିକ ଯୋଗ୍ୟ ସୁପାତ୍ର ଆଉ କିଏ ଅଛନ୍ତି? ସୁଲୋଚନାଙ୍କର ରୂପଲାବଣ୍ୟରେ ମୋହିତ ହୋଇ ଇନ୍ଦ୍ର ଦେବଲୋକରୁ ନାଗଲୋକ ଆସି ପହଞ୍ଚିଛନ୍ତି। ସୁନ୍ଦରୀ ନାରୀ ପ୍ରତି ଅହେତୁକ ଦୁର୍ବଳତା ଦେବରାଜଙ୍କର। ପ୍ରଥମେ ସେ ସୁଲୋଚନାଙ୍କ ନିକଟରେ ପ୍ରେମ ଭିକ୍ଷା କରିଥିଲେ। ତାଙ୍କୁ ପାଟରାଣୀ କରି ସମସ୍ତ ସୁଖ ଦେବେ ବୋଲି ମଧ୍ୟ ତାଙ୍କ ମନରେ ପ୍ରତ୍ୟୟ ସୃଷ୍ଟି କରିବା ପାଇଁ ଚେଷ୍ଟା କରିଥିଲେ। ମାତ୍ର ସେ ସ୍ପଷ୍ଟ ଶବ୍ଦରେ ମନା କରିଦେଇ କହିଥିଲେ, ତାଙ୍କ ପରି ଲମ୍ପଟ ଦେବତାଙ୍କୁ ସେ ନିଜର ପତି ରୂପେ ଚାହାନ୍ତି ନାହିଁ। ବାମନ ହୋଇ ଚନ୍ଦ୍ରକୁ ଛୁଇଁବାର ଅଭିଳାଷ ସେ ମନରୁ ପୋଛି ଦିଅନ୍ତୁ। ଅନେକ ନାରୀଙ୍କ ସହିତ ସମ୍ପର୍କ ରଖୁଥିବା ବ୍ୟକ୍ତି ତାଙ୍କର ଜୀବନସାଥୀ କଦାପି ହୋଇନପାରେ। ସୁଲୋଚନାଙ୍କର ସୌନ୍ଦର୍ଯ୍ୟ ଇନ୍ଦ୍ରଙ୍କୁ ପାଗଳ କରିଦେଇଥିଲା। ନିରାଶ ଇନ୍ଦ୍ର ସୁଲୋଚନାଙ୍କର ପିତାଙ୍କ ନିକଟରେ ନିଜର ଅଭିପ୍ରାୟ ରଖିବା ଉଚିତ ମଣିଲେ। ସେ ଭଲରେ ଜାଣିଥିଲେ ନାଗରାଜ ତାଙ୍କ ପ୍ରସ୍ତାବ କେବେ ହେଲେ ଅସ୍ୱୀକାର କରିପାରିବେ ନାହିଁ। ବାସୁକୀଙ୍କର ଆଶ୍ୱାସନାରେ ସାମାନ୍ୟ ଆଶାର ଆଲୋକ ଦେଖାଦେଲା ଇନ୍ଦ୍ରଙ୍କ ମନରେ। ପରନ୍ତୁ ତାଙ୍କ ମନରେ ଭୟ ଥିଲା। ସୁଲୋଚନା ହୁଏତ ତାଙ୍କୁ ପୁନଶ୍ଚ ପ୍ରତ୍ୟାଖ୍ୟାନ କରିପାରନ୍ତି। ତେଣୁ ସେ କହିଲେ, ସୁଲୋଚନାଙ୍କର ମତ ମଧ୍ୟ ତାଙ୍କୁ ପଚରାଯିବା ଉଚିତ। ପୁତ୍ରୀ ଉପରେ ସମ୍ପୂର୍ଣ୍ଣ ବିଶ୍ୱାସ ରଖିଥିବା ପିତା କହିଲେ, ସୁଲୋଚନାକୁ ପଚାରିବା ଆବଶ୍ୟକ ନାହିଁ। ମୁଁ ଜାଣେ ମୋ ପୁତ୍ରୀ ପରି ସୁଶୀଳା ପିତୃ ଆଜ୍ଞାକାରିଣୀ କଦାପି ପିତାଙ୍କ ନିଷ୍ପତ୍ତିର ଅବମାନନା କରିବ ନାହିଁ। ଇନ୍ଦ୍ରଙ୍କର ମନ ବୁଝିଲା ନାହିଁ। ସେ ପୁନଶ୍ଚ ସନ୍ଦେହ ପ୍ରକଟ କରିବାରୁ ବାସୁକୀ ତାଙ୍କ ନିକଟରେ ସୁଲୋଚନାଙ୍କ ସହିତ ତାଙ୍କର ବିବାହ ପାଇଁ ସଂକଳ୍ପ କରିଦେଲେ। ଇନ୍ଦ୍ରଙ୍କର ବାରବାର ଅନୁରୋଧରେ ବାସୁକୀ ସୁଲୋଚନାଙ୍କୁ ଡକାଇ ପଠାଇଲେ। ଇନ୍ଦ୍ରଙ୍କୁ ଦେଖିବା କ୍ଷଣି ସୁଲୋଚନା ବୁଝିଗଲେ ପରିସ୍ଥିତିର ଗମ୍ଭୀରତା କେତେ। ବାସୁକୀ ହସି ହସି କହିଲେ, ପୁତ୍ରୀ ସୁଲୋଚନା, ଦେବରାଜଙ୍କ ସହିତ ତୁମର ବିବାହ ସ୍ଥିର ହୋଇସାରିଛି। ବହୁତ ସୌଭାଗ୍ୟବତୀ ତୁମେ, ଯିଏ ଦେବଲୋକର ଇନ୍ଦ୍ରାଣୀ ହେବାକୁ ଯାଉଛ। ସ୍ୱୟଂ ଦେବରାଜ ତୁମର ପାଣି ଗ୍ରହଣ କରିବାକୁ ଇଚ୍ଛୁକ। ସୁଲୋଚନା ବିନମ୍ର ଭାବରେ କହିଲେ, କିନ୍ତୁ ମୁଁ ଏ ବିବାହ ପାଇଁ ଇଚ୍ଛୁକା ନୁହେଁ। ଦେବରାଜ ପ୍ରଥମେ ମୋ ନିକଟକୁ ଆସିଥିଲେ, ମୁଁ ତ ତାଙ୍କୁ ଅସ୍ୱୀକାର କରିସାରିଛି।
ସାମାନ୍ୟ କ୍ରୋଧ ପ୍ରକାଶ କରି ନାଗରାଜ ସୁଲୋଚନାଙ୍କର ଏପରି ବ୍ୟବହାରର କାରଣ ଜାଣିବାକୁ ଚାହିଁଲେ। ଇନ୍ଦ୍ରଙ୍କ ସହିତ ବିବାହ କଲେ ତାଙ୍କ ସମ୍ମାନ ବୃଦ୍ଧି ହେବ। ଏହିପରି ଭାବରେ ତାଙ୍କ ପ୍ରସ୍ତାବକୁ ଅସ୍ୱୀକାର କରିବା ଦ୍ୱାରା ଦେବରାଜଙ୍କର ଅପମାନ ହିଁ ହେଉଛି। ସୁଲୋଚନା ନିର୍ଭୀକ କଣ୍ଠରେ କହିଲେ, ସେ ଏପରି ଲମ୍ପଟ ଦେବତାଙ୍କର ପତ୍ନୀ ହେବାକୁ ଚାହାନ୍ତି ନାହିଁ, ଯିଏ ଅନେକ ନାରୀଙ୍କୁ ଭୋଗ କରିବା ପାଇଁ ସର୍ବଦା ଲାଳାୟିତ ହୁଅନ୍ତି। ସେ ଏପରି ପୁରୁଷଙ୍କୁ ବିବାହ କରିବେ ଯିଏ କେବଳ ତାଙ୍କୁ ହିଁ ଭଲ ପାଇବେ, ତାଙ୍କ ଭିନ୍ନ ଅନ୍ୟ କୌଣସି ନାରୀର କାମନା କରିବେ ନାହିଁ। ସେ ଏକ ପତ୍ନୀ ବ୍ରତଧାରୀ ହୋଇଥିବେ। ଇନ୍ଦ୍ରଙ୍କ ସମ୍ମୁଖରେ ନିଜକୁ ଅପମାନିତ ବୋଧ କଲେ ବାସୁକି। ପୁତ୍ରୀର ଏପରି ଆଚରଣରେ ଅତିଶୟ କ୍ରୋଧିତ ହୋଇ ସୁଲୋଚନାଙ୍କୁ ଅଭିଶାପ ଦେଇ କହିଲେ, ତୁମେ ଦେବରାଜଙ୍କ ସହିତ ମୋର ମଧ୍ୟ ଅପମାନ କରିଛ। ତୁମ ପରି ଉଦ୍ଧତ ପୁତ୍ରୀର ଆବଶ୍ୟକତା ନାହିଁ ମୋର। ପିତୃବାକ୍ୟ ଅବମାନନା କରୁଥିବା ନାରୀ ଅଭିଶାପର ଯୋଗ୍ୟା। ମୁଁ ଅଭିଶାପ ଦେଉଛି, ତୁମର ବିବାହ ଏକ ଅସୁର ସହିତ ହେବ। ଏହି ମୁହୂର୍ତ୍ତରେ ପାତାଳ ଲୋକ ପରିତ୍ୟାଗ କରି ପୃଥିବୀ ଲୋକକୁ ଚାଲିଯାଅ। ପିତାଙ୍କର ଅଭିଶାପ ନେଇ ସୁଲୋଚନା ପୃଥିବୀ ଲୋକକୁ ଚାଲି ଆସିଲେ। ମହାବିଷ୍ଣୁଙ୍କର ପରମ ଭକ୍ତା ସୁଲୋଚନା ବର୍ତ୍ତମାନ ଜଙ୍ଗଲ ମଧ୍ୟରେ ଏକ ବିଷ୍ଣୁ ମନ୍ଦିରରେ ଆଶ୍ରୟ ନେଇଛନ୍ତି ଏବଂ ସୁଲୋଚନା ବିଷ୍ଣୁଙ୍କ ପୂଜା ଆରାଧନାରେ ମନପ୍ରାଣ ଢାଳି ଦେଇଛନ୍ତି। ପରବର୍ତ୍ତୀ ଭାଗ ଆପଣ ଦେଖିବେ ସତରେ କ'ଣ ସୁଲୋଚନାଙ୍କର ଅସୁର ସ୍ୱାମୀ ପ୍ରାପ୍ତି ହେଉଛି ନା ନାହିଁ। ମୋ ସହିତ ଯୋଡ଼ି ହେଇ ରୁହନ୍ତୁ। ଆଗକୁ ଏହାର ପରବର୍ତ୍ତୀ ଭାଗଟି ଶୁଣେଇବି। ଧନ୍ୟବାଦ।